ଆଜି ହେଉଛି 3 ଏପ୍ରିଲ 2025 ଗୁରୁବାର। ଆଜିର ଖବର ହେଉଛି ଦେଖିଦେବା। ଓଡ଼ିଶାରେ ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ ରାସନ କାର୍ଡରେ ଚାଉଳ ମିଳିବା ସହିତ ମିଳିବ ଗହମ। ପୂର୍ବରୁ ରାସନ କାର୍ଡରେ କେବଳ ଚାଉଳ ମିଳୁଥିଲା, କିନ୍ତୁ ବର୍ତ୍ତମାନ ପୁଣି ଥରେ ଗହମ ଦେବେ ସରକାର। ଓଡ଼ିଶା ଚାଷୀମାନଙ୍କୁ ଲାଗିଲା ବଡ଼ ଝଟକା। ଅଧିକ କୀଟନାଶକ ଓ ସାର ବ୍ୟବହାର ଯୋଗୁଁ ଓଡ଼ିଶାରେ ବଢ଼ୁଛି କ୍ୟାନ୍ସର ରୋଗ ସଂଖ୍ୟା। ଓଡ଼ିଶା ଲୋକଙ୍କୁ ବଡ଼ ଝଟକା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ମିଳିବନି ମାଗଣା ବିଜୁଳି। 2024 ନିର୍ବାଚନ ବେଳେ ବିଜେପି କହିଥିଲା ଯେ ବିଜେପି ସରକାର ଆସିବା ପରେ ଲୋକଙ୍କୁ 300 ୟୁନିଟ୍ ମାଗଣା ବିଜୁଳି ମିଳିବ ବୋଲି, କିନ୍ତୁ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ମିଳିବ ନାହିଁ ମାଗଣା ବିଜୁଳି। ଲୋକସଭାରେ ପାରିତ ହେଲା ୱାକଫ ସଂସଦ ବିଲ୍। ବର୍ତ୍ତମାନ ଏହି ବିଲ୍କୁ ନେଇ ବିରୋଧୀମାନେ କଲେ ହଟ୍ଟଗୋଳ। ଏହି ବିଲ୍କୁ ଏବେ ଓଡ଼ିଶାରେ ବିଜେଡି ବିରୋଧ କରିବ। ଏନେଇ ବିଜେଡି ତରଫରୁ ବଡ଼ ସୂଚନା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମାଓବାଦୀ। କହିଲେ ଶାନ୍ତି ଆଲୋଚନା ପାଇଁ ଆମେ ପ୍ରସ୍ତୁତ। ବର୍ତ୍ତମାନ ବିଜେପି ସରକାର ଏବେ ମାଓବାଦୀଙ୍କ ସହ ଆଲୋଚନା କରିବେ। ଆଗାମୀ ଦିନରେ ଦେଶରେ ମାଓବାଦୀ ସମସ୍ୟା ସରିଯିବ ବୋଲି ଖବର ମିଳିଛି। ଓଡ଼ିଶାର ବେକାର ଛାତ୍ରଛାତ୍ରୀଙ୍କୁ ଚାକିରି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାରଣ ରାଜ୍ୟରେ 8,000ରୁ ଅଧିକ ଯୁବପିଢ଼ି ପାଇବେ ଯେ ନିଯୁକ୍ତି। କଟକରେ ହେବାକୁ ଯାଉଛି ନୂଆ ପାୱାର ଥର୍ମାଲ ପ୍ଲାଣ୍ଟ। ଏହି ପ୍ଲାଣ୍ଟରେ ପାଖାପାଖି 18,500 କୋଟି ଟଙ୍କା ନିବେଶ କରାଯିବ ଏବଂ ଏହି ପ୍ରକଳ୍ପରେ 8,000ରୁ ଅଧିକ ପିଲାଙ୍କୁ ନିଯୁକ୍ତି ମିଳିବ ବୋଲି ଖବର ମିଳିଛି। ଅତ୍ୟଧିକ ଲୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, କାରଣ ହୋଇପାରେ ଆପଣଙ୍କୁ ହୃଦଘାତ ଏବଂ ହାଡ଼ ସମସ୍ୟା। ଯେଉଁମାନେ ଦିନକୁ 4ରୁ 5 ଗ୍ରାମ ଅଧିକ ଲୁଣ ଖାଉଛନ୍ତି ସେମାନଙ୍କୁ କିଡ୍ନି ରୋଗ ସହ ପେଟ ସମସ୍ୟା ଦେଖାଦିବ ବୋଲି ସର୍ଭେରୁ ବଡ଼ ଖୁଲାସା କରାଯାଇଛି। ଯଦି ଆପଣ ଚାକିରି ଖୋଜୁଛନ୍ତି, ଆସିଲା ବଡ଼ ଖବର। 10ମ ପାସ୍ କରିଥିଲେ ଇସ୍ରୋରେ କରିପାରିବେ ଚାକିରି। ନିଜେ ମିଳିବ ମୋଟା ଦରମା। ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୟସ ସୀମା 18ରୁ 25 ବର୍ଷ ହୋଇଥିବା ଦରକାର। ପ୍ରାର୍ଥୀ 10ମ ପାସ୍ କରିଥିବେ ଯଦି ତାଙ୍କୁ ଆସିଷ୍ଟାଣ୍ଟ ଡ୍ରାଇଭର, ଫାୟାରମ୍ୟାନ୍ ଏବଂ କୁକ୍ର ପଦବୀ ମିଳିବ ବୋଲି ଖବର ମିଳିଛି। ବାରବାଟୀ ଷ୍ଟାଡିୟମରେ ପୁଣି ହେବ ଟି20 ମ୍ୟାଚ୍। ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଡିସେମ୍ବର 9 ତାରିଖରେ ବାରବାଟୀରେ ଖେଳାଯିବ ଟି20 ମ୍ୟାଚ୍ ବୋଲି ଖବର ମିଳିଛି। ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରୁ 2024-25 ବର୍ଷରୁ ଜଣେ ବ୍ୟକ୍ତି ଅଧିକ ଟଙ୍କା ଦାନ କରିଛନ୍ତି। 133 କୋଟି ଟଙ୍କା ଦାନ କରିଛନ୍ତି ବୋଲି ଏହି ମନ୍ଦିରକୁ ଖବର ମିଳିଛି। ଲୋକପ୍ରିୟ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ବେଳେ ପାଟନାର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ଅଛନ୍ତି ବୋଲି ଖବର ମିଳିଛି। ଆସିଲା ବଡ଼ ଖବର। ବ୍ୟାଙ୍କ ଖାତାରେ ମିଳିବ 1,500ରୁ 2,500 ଟଙ୍କା। ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ଭେଟିବେ ବାର୍ଦ୍ଧକ୍ୟ ଲୋକମାନଙ୍କୁ। ବର୍ତ୍ତମାନ ଅଟଳ ପେନ୍ସନ ଯୋଜନାରେ ସାମିଲ କରିଛନ୍ତି। ଯେଉଁମାନେ ଅଟଳ ପେନ୍ସନ ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କୁ 1,500ରୁ 2,500 ଟଙ୍କା ମାସକୁ ମିଳିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସତର୍କ ହେବାର ସମୟ ଆସିଛି। ଏବେ ସୋସିଆଲ ମିଡିଆରେ ଚାଲିଛି ଘିବିଲି ଟ୍ରେଣ୍ଡ। ପିଲାଠାରୁ ବୁଢ଼ା ଯାଏ ନିଜ ଫଟୋ ଚାଟ୍ ବୋର୍ଡରେ ଅପଲୋଡ କରି ଘିବିଲିରେ ପରିଣତ କରିବା ପାଇଁ କମାଣ୍ଡ ଦେଉଛନ୍ତି। ଅତି ଶୀଘ୍ର ଘିବିଲିରେ ଛବି ତିଆରି କରିଦେଉଛନ୍ତି, କିନ୍ତୁ ଏ ଘିବିଲି ଷ୍ଟାଇଲରେ ଆସୁଛି କପିରାଇଟ ଇସ୍ୟୁ। ଏହା ନେଇ ଆଗକୁ ଅସୁବିଧା ହେବାର ସମ୍ଭାବନା ଅଛି। ଡ୍ରିମ୍11ରେ ଖେଳି ରାତାରାତି ଜିତିଗଲେ 3 କୋଟି ଟଙ୍କା ଏବଂ ଏକ ଥାର ଗାଡ଼ି। ରାତାରାତି ହୋଇଗଲେ ମାଲାମାଲ। ଥାର ଗାଡ଼ି ଧରି ବୁଲୁଛନ୍ତି। ଏବେ ଜିତିଛନ୍ତି। ଓଡ଼ିଶାର ଲୋକ ଖଣିରେ ମଜୁରିଆ ଥିଲେ। ସେ ହେଉଛନ୍ତି କେଉଁଝର ଅଞ୍ଚଳର ଲୋକ। 25 ତାରିଖରେ ଗୁରୁଚରଣ 49 ଟଙ୍କା ଖର୍ଚ୍ଚ କରି ଏକ ଟିମ୍ ଗଠନ କରିଥିଲେ। ଟିମ୍ ଠିକ୍ ପ୍ରଦର୍ଶନ କରୁନି ଦେଖି ରାତିରେ ଶୋଇପଡ଼ିଥିଲେ, କିନ୍ତୁ ସକାଳୁ ଉଠିଲା ବେଳକୁ ସେ ଆଚମ୍ବିତ ହୋଇଯାଇଥିଲେ। 3 କୋଟି ଟଙ୍କା ସହିତ ଏକ ଥାର ଗାଡ଼ି ଜିତି ଯାଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଚେଞ୍ଜ ହୋଇଯାଇଛି। ହେଲେ ଆଜିର ନ୍ୟୁଜ୍। ଆମର ନ୍ୟୁଜ୍ ଚ୍ୟାନେଲକୁ ଭଲ ଲାଗୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଗକୁ ଏମିତିଆ ନ୍ୟୁଜ୍ ପାଇବା ପାଇଁ।